ଗୋଟିଏ ଏମିତି ଫଳ ଆୟୁର୍ବେଦରେ ଯାହାର ତୁଳନା ଅମୃତ ସହ କରାଯାଇଛି। ସେଥିପାଇଁ ତାକୁ ଅମୃତ ଫଳ ମଧ୍ୟ କୁହାଯାଇଛି। ଏଥିରେ ଭିଟାମିନ୍, ମିନେରାଲ୍ସ, ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ଭରି ରହିଛି। ପୁରା ଶରୀର ପାଇଁକି ଏହା ଏକ ଭିଟାମିନ୍ ଟନିକ୍ର କାମ କରିଥାଏ। ଶୀତ ଦିନରେ ଅଁଳା ପ୍ରଚୁର ପରିମାଣରେ ମିଳିଥାଏ। ସେଥିପାଇଁ କି ଏ ଅଁଳାକୁ ଆମେ ଆଚାର, ମୁରବ୍ବା, ଅଁଳା ପାଉଡର ଏମିତି କିଛି ବନେଇ ରଖିପାରିବା। ଦେଖନ୍ତୁ ମୁଁ ଏଠି 1 କେଜିର ବଡ଼ ବଡ଼ ଅଁଳା ନେଇଯାଇଛି ଆଉ ତାକୁ ଧୋଇ ଭଲ ଭାବେ ପୋଛି ନେଇଛି। ଏଠି ଆମେ ତାକୁ ଷ୍ଟିମ୍ କରି ନେବା। ଦେଖନ୍ତୁ ମୁଁ ଏଠି ଗୋଟେ ଜାଲି ଦେଇଛି କରେଇରେ ଦେଇ ଭଲ ଭାବେ ସବୁ ଗୁଡ଼ିକ ମୁଁ ଏଠି ଷ୍ଟିମ୍ କରି ନେଉଛି। ଦୟାକରି ଆପଣମାନେ ଅଁଳା ଗୁଡ଼ିକୁ ଷ୍ଟିମ୍ କରିବେ, ସିଝେଇବେନି। ସିଝେଇବା ଦ୍ୱାରା ଅଁଳାରେ ପାଣି ପଶି ଯାଇଥାଏ, ସେଥିପାଇଁ କି ଅଁଳା ଗୁଡ଼ିକ ଖରାପ ହେଇଯାଇଥାଏ। ଦେଖନ୍ତୁ ଏଠି ମୁଁ ଗୋଟେ ଛୁରୀ ସାହାଯ୍ୟରେ ଦେଖଉଛି ଆମର ଅଁଳା ଗୁଡ଼ିକ ଭଲ ଭାବେ ସିଝି ଯାଇଛି। ମୁଁ ତାକୁ ଗୋଟେ ପ୍ଲେଟକୁ ବାହାର କରି ଆଣୁଛି। ଦେଖନ୍ତୁ ଏଠି ଆମର ଅଁଳା ଗୁଡ଼ିକ ସବୁ ବାହାରି ଯାଇଛି। ଅଁଳାଟି ଯେତେବେଳେ ଗରମ ଥିବ ଆମେ ୟାକୁ ଚୋପା ସହିତ ବାହାର କରିବା। ଅଁଳାଟି ଥଣ୍ଡା ହେଇଗଲା ପରେ ବାହାରେ ନାହିଁ ଆଉ ଟାଣ ମଧ୍ୟ ହେଇଯାଇଥାଏ। ସେଥିପାଇଁ କି ଅଁଳା ଯେତେବେଳେ ଗରମ ଥିବ ତାର ଏମିତି କୁଲା କୁଲା ପାଖୁଡା ଗୁଡ଼ିକ ଆମେ ବାହାର କରି ନେମୁ। ଦେଖନ୍ତୁ ମୁଁ ଏଠି ସବୁ ପାଖୁଡା ଗୁଡ଼ିକ ଗୋଟା ଗୋଟା କରି ବାହାର କରୁଛି। ଏଇଟା ଟିକେ ଟାଣ ହୋଇଥାଏ। ଯଦି ଆପଣଙ୍କର ଅଁଳା ଗୁଡ଼ିକ ପରଫେକ୍ଟ ସିଝି ଯାଇଥିବ ତାହେଲେ ଅଁଳା ଗୁଡ଼ିକୁ କାଢିବା ଆମ ପାଇଁ ସହଜ ହେଇଯିବ। ଅଁଳାର ଯୋଉ ମଝିରେ ମଞ୍ଜି ଗୁଡ଼ିକ ଥିବ ସେଇଟାକୁ ଆମେ ବାହାର କରି ନେବା। ଏଇ ଗୁଟି ମଞ୍ଜି ଗୁଡ଼ିକ, ଯୋଉ ଅଁଳା ଗୁଡ଼ିକ ଭଲ ଭାବେ ପୁରା ସିଝି ଯାଇଥିବ ସେଗୁଡାକ ପାଖୁଡା ଆପେ ଆପେ ବାହାରି ଯିବ। ଦେଖନ୍ତୁ ଅଟୋମେଟିକ ବାହାରି ଯାଉଛି, ଜମାରୁ ବି କଷ୍ଟ କରିବାକୁ ପଡିବ ନାହିଁ। ଯୋଉ ଅଁଳା ଗୁଡ଼ିକ ଟିକେ ସିଝି ନଥିବ ବା ଟାଣ ଥିବ ସେଇଗୁଡା ଟିକେ କଷ୍ଟ ହୋଇଥାଏ। ସେଥିପାଇଁ କି ଆପଣ ମାନେ ଅଁଳା ଗୁଡ଼ିକ ଭଲ ଭାବେ ଆପଣ ସିଝେଇ ନେବେ, ଯାହା ଦ୍ୱାରା କି ଆପଣଙ୍କୁ କୌଣସି ପ୍ରକାର କଷ୍ଟ ହବ ନାହିଁ। ଆପଣଙ୍କ ଅଁଳାର ମଞ୍ଜି ଅଲଗା ଆଉ ତା ପାଖୁଡା ମଧ୍ୟ ଭଲ ଭାବେ ଅଲଗା ହେଇଯିବ। ଦେଖନ୍ତୁ ପୁରା ଏମିତି ଫାଟିକି କୁଲା କୁଲା ହେଇଯିବ। ଏଠି ଆପଣ ମାନେ ଯଦି ଅଁଳା ଗୁଡ଼ିକୁ ଏମିତି ବାହାର କରି ନ ପାରିବେ ତାହେଲେ ଗୋଟେ ଛୁରୀ ନେବେ, ତାର ମଝିରେ ଏମିତି ଗାତ ଭଳି କରିଦେବେ। ଦେଖନ୍ତୁ ଚାରିକଡିଆ ସାଇଡରୁ ତା ପଛ ପଟରୁ ଅଁଳାରେ ଯୋଉ 2 ସାଇଡ ଥିବ ତା ପଛ ପଟରୁ ଆପଣ ସେଇ ଅଁଳାର ମଝିଟାକୁ ଏମିତି ବୁଲେଇ ଦେଲେ ସେଟା ବାହାରି ଯାଏ ଆରାମସେ। ଦେଖନ୍ତୁ ଗୋଟେ ଗୋଟେ କରି ବାହାରି ଯାଉଛି। ଆଉ ଯଦି ନ ବାହାରୁଛି ତାହେଲେ ଆମେ ଛୁରୀ ସହିତ ଏମିତି କାଟିଦେଲେ ମଧ୍ୟ କୁଲା କୁଲା ହେଇ ସବୁ ଗୁଡ଼ିକ ବାହାରି ଯିବ। ଏମିତି କରି ଆମେ ସବୁ ଅଁଳାର ମଞ୍ଜି ଆଉ ପାଖୁଡା ଗୁଡ଼ିକୁ ଅଲଗା କରିଦବୁ। ମୁଁ ଏଠି ଗୋଟି ଗୋଟି କରି ସବୁ ଅଁଳା ଗୁଡ଼ିକ ବାହାର କରି ନେଇ ସାରିଲୁଣି। ଏବେ ଆମର ଅଁଳା ଗୁଡ଼ିକ ରେଡି ହେଇ ସାରିଛି ଆଚାର ପାଇଁ କି। ଅଁଳାର ଯୋଉ ମଞ୍ଜି ଗୁଡ଼ିକ ଆପଣ ମାନେ ଚାହିଁଲେ ତାକୁ ମଧ୍ୟ ୟୁଜ୍ କରିପାରନ୍ତି, ନ ଫୋପାଡ଼ିକି। ଅଁଳାର ମଞ୍ଜିରେ ମଧ୍ୟ ବହୁତ ସାରା ଔଷଧୀୟ ଗୁଣ ଅଛି। ତାର ମଞ୍ଜିକି ମଧ୍ୟ ଆପଣ ପାଉଡର କରି ମଧ୍ୟ ଖାଇପାରନ୍ତି, ଯାହା ଦ୍ୱାରା କି ବହୁତ ସାରା ରୋଗ ଭଲ ହୋଇଥାଏ ଆଉ ସେଥିରେ ବହୁତ ସାରା ଭିଟାମିନ୍ସ ଥାଏ। ଏବେ ଆମର ଅଁଳା ଗୁଡ଼ିକୁ ଏମିତି ଖେଳେଇ ଦେଇ 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ ଟାଣ ଖରା ଦେଇଦବା, କାହିଁକି ନା ସେଥିରେ ଯଦି ଆମର ପାଣି ଥିବ ସେ ଶୁଖିଯିବ ଆଉ ଆଚାର ବହୁତ ଭଲ ହବ, ବହୁତ ଦିନ ପର୍ଯ୍ୟନ୍ତ ରହିବ, ନଷ୍ଟ ହବନି। ଏବେ ଚାଲନ୍ତୁ ଆମେ ଆଚାର ପାଇଁ କି ମସଲା ରେଡି କରିବା। ଦେଖନ୍ତୁ ମସଲାରେ ମୁଁ ଏଠି ଜିରା, ପାନମଧୁରୀ, ଧଣିଆ ନେଇଛି, ତା ସହିତ ମେଥି ନେଇଛି, ଧଳା ସୋରିଷ, କଳା ସୋରିଷ ନେଇ ତାକୁ ହାଲକା ଭାଜି ଦେଇଛି। ଆପଣଙ୍କ ଅଁଳାର କ୍ୱାଣ୍ଟିଟି ଅନୁସାରେ ଆପଣ ମସଲା ୟୁଜ କରିବେ। ଏଠି ଦେଖନ୍ତୁ ମୁଁ ପୁରା ଟାଣ କରିକି ଭାଜିବିନି, ହାଲକା ଭାଜିବି, ଯେମିତି ଗରମ ବାମ୍ଫ ଯିବ ଆଉ ମସଲା ଗୁଡ଼ିକ ଭଲ ଭାବେ ଆମର ଗୁଣ୍ଡ ହେଇଯିବ। ଏଠି ମସଲା ଗୁଡ଼ିକ ମୁଁ କିଛି ସମୟ ଭାଜି ସାରିବା ପରେ ତାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦେଇଥିଲି। ଟିକେ ଟିକେ ଉଷୁମ ଥିବ এই ସମୟରେ ମୁଁ ଗ୍ରାଇଣ୍ଡର ଜାରରେ ଦେଇ ଦରଦରା ଗୁଣ୍ଡ କରିବି, ବେଶୀ ପାଉଡର କରିବିନି। ଦେଖନ୍ତୁ ମୁଁ ଏଠି ଦରଦରା ଭଳି ଗୁଣ୍ଡ କରିଛି, ଯେମିତି କି ଦାନା ଦାନା ଟିକେ ଆସିବ ଖାଇବାରେ। ମୁଁ ଗୋଟେ କରେଇରେ କିଛି ସୋରିଷ ତେଲ ଦେଇଛି ଗରମ କରିବା ପାଇଁ। ସେଥିରେ ହେଙ୍ଗୁ ଦେଇଛି, 1/2 ଚାମଚ ହେଙ୍ଗୁ ଦେଇ କିଛି ସମୟ ତାକୁ ଗରମ କରିବାକୁ ଛାଡ଼ିଛି। ତେଲଟି ଗରମ ହେଇସାରିବା ପରେ ତାକୁ ଆମେ ଗ୍ୟାସର ଫ୍ଲେମକୁ ଅଫ୍ କରିଦବା ଆଉ ତାକୁ ଥଣ୍ଡା ହେବା ପାଇଁ ଛାଡ଼ିଦବା। ହେଙ୍ଗୁ ଦବା ଦ୍ୱାରା ଆମର ଗ୍ୟାସ ଏସିଡିଟି ହୁଏ ନାହିଁ ଆଉ ଆଚାର ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ। ଦେଖନ୍ତୁ ଏଠି ଆମର ଅଁଳା ଗୁଡ଼ିକ ପୁରା ଭଲ ଭାବେ ଶୁଖି ହେଇ ଆସିଛି। ଏବେ ଆମେ ଅଁଳା ଗୁଡ଼ିକ ଗୋଟେ ବଡ଼ ଜାଗାରେ ଦେଇଦବା। ଆମେ ଯୋଉ ଗ୍ରାଇଣ୍ଡିଙ୍ଗ କରିଥିବା ମସଲାକୁ ସେଥିରେ ଦେଇଦବା। ଏଠି ଲଙ୍କା ଗୁଣ୍ଡ ଦେଇଛି, ହଳଦୀ ଗୁଣ୍ଡ 1 ଚାମଚ ଦେଇଛି, କଳା ଜିରା ଦେଇଛି ଆଉ ଜୁଆଣି କିଛି ଦେଇଛି। ଦେଇ ସାରିବା ପରେ ସେଥିରେ ମୁଁ କିଛି କଳା ଲୁଣ ଦେଇଛି ଆଉ ଖାଇବା ଲୁଣ ମଧ୍ୟ ସେଥିରେ ଦେଇଛି। ଦେଇ ସାରିବା ପରେ ଏସବୁକୁ ମୁଁ ଭଲ ଭାବେ ଦେଖନ୍ତୁ ଏମିତି ଗୋଳେଇ ନଉଛି। ଆମେ ଯୋଉ
जो एथिरे लंका गुंड व्यवहार करिचे मु सुखिला लंका को टिके भाजी लंका गुंड तयारी करिथिली। आपण माने चाहिले कंचा लंका मध्य काटिके एथिरे देई पारंती। एबे देखंतु भल भाबे सब गोळेई सारिबा परे आमे जो तेल रखिथिले गरम करी से तेल को एथिरे देई दबा। तेलटी उषुम थिबो जेमति आमे सेमिति देबा। जदि तेलटी ठंडा हो जाइछि ताहले टिके उषुम करदबा। आ उषुम कर सारिबा परे तेलटी को आमे एथिरे दबा। आउ किछि तेल को मध्य मु रखिछि काहेकि ना हमर लास्ट रे दबा। देखंतु एठी मु सब को भल भाबे गोळेई सारिबा परे एमिति घोडणी देई 3 दिन पर्यंत मु एठी खरा रे देइथिले। देखंतु केते आचार रो क्वांटिटी कमी जाइछि आ तेल मध्य पूरा बाहरी आसीछि ऊपर को। केते अल्प तेल देइथिले किंतु देखंतु ओ तेल गुडी को पूरा ऊपर को बाहरी आसीछि। ए सब को आमे किछि समय पई भल भाबे देखंतु एमिति गोळेई दबा। एबे हमर रेडी हेई गला अळा आचार। भिडियोटी एपर्यंत देखिथिबारे आपण माननकु धन्यवाद। जदि मोर भिडियोटी आपण माननकु भल लागि थाए ताहले लाइक शेयर कमेंट और सब्सक्राइब करबा को जमारू भी भूलिबे नहीं। सेथिरे थिबा बेल आइकन को मध्य दबाई देबे जहा द्वारा कि नुआ नुआ भिडियोर नोटिफिकेशन आपण माननक पाखरे पहुंची परिबो। आपण मोर समस्त भिडियो देखि परिबे। एबे चलंतु ए आचार गुडी को आमे गोटे जार रे भरी दबा। एठी मु गोटे काचर बोतल नेइची आकु भल भाबे धोई ताकु खरा रे गोटे दिन मु देई देइथिली। देई सारिबा परे आमे जो से हेंगु दबा सुरिस तेल रखिथिले ताको टेके उषुम करि दबा। हल्का उषुम करिवे बेसी गरम करिवेनी। उषुम करि सारिबा आमे ए आचार जार रे सब देई दबा तेल गुडी को आ ता साइड जाको सब गुडी को एमिति घोरेई नबा जेमति कि तेल तार सब आडे हेई जिवो। आ आचार गुडी को एमिति दबेई दबेई पूरा भल भाबे एमिति आचार रे जार रे देई दबा जेमिति कि आचार गुडी को जेमिति फांका रहिबनी। दबेई दबा द्वारा तेल सब आचार रे हेई जिवो। आ आचार गुडी को मध्य हमर भल रहिबो जमारू भी खराब हबो नाही। एमिति दबेई दबेई पूरा आचार गुडी को आमे रेडी करि नबा। एठी गोटे टिश्यू पेपर नेइछि ऊपरे जो तेल गुडी को लागिछि ताकू पोछिबा पई कि आपण माने जमारू भी हाथ लगेइबे नाही। जदि भी आपण किछि अपरिष्कार हेई जाउछि ताले टिश्यू पेपर एमिति कपड़ा सहायता रे मध्य करि परिबे। सेते बेले भी आपण आचार खाइबे सेते बेले आपण चामच रे मध्य नेइ खाइबे हाथ जमारू भी लगेइबेनी। आमे जो एक्स्ट्रा सुरिस तेल रखिथिले आमे ताकू देई दबा। सुरिस तेल को टिके जस्ट उषुम करि नबा। एठी मो तेल देई सारिबा परे एठी घोडणी देई ताकू 10 रु 15 दिन पर्यंत खरा रे देखैबी। टाण खरा रे देखै सारिबा परे एबे हमर रेडी हेई गला अळा आचार। आपण माने वर्ष जाक आकू रखी खाइ परिबे जमारू भी नष्ट हबनी।